ପିଲାମାନେ ନିଜ ବାପା ମାଆଙ୍କୁ ବୃଦ୍ଧ ଅବସ୍ଥାରେ କାହିଁକି ଏକୁଟିଆ ଛାଡ଼ି ଦେଇଥାନ୍ତି? କାହିଁକି ସେମାନଙ୍କର ସାଥ ଛାଡ଼ି ଦେଇଥାନ୍ତି? ଏହାର କାରଣ କ'ଣ? କିପରି ହୋଇଥାଏ? ବନ୍ଧୁଗଣ, ଆଜିର ଭିଡ଼ିଓରେ ଏହା ଆମେ ଆପଣମାନଙ୍କୁ ବିସ୍ତୃତି ଭାବରେ ବର୍ଣ୍ଣନା କରି ଜଣାଇବୁ। ସାଙ୍ଗମାନେ, ଭଗବାନ ଭୋଳା ବାବା ମାତା ପାର୍ବତୀଙ୍କୁ କହିଲେ ବୃଦ୍ଧାବସ୍ଥାରେ ପିଲାମାନେ କାହିଁକି ନିଜର ବାପା ମାଆଙ୍କୁ ଛାଡ଼ି ଚାଲିଯାଆନ୍ତି? ଆଜିର ଭିଡ଼ିଓ ସମସ୍ତେ ନିଶ୍ଚୟ ପୁରା ଦେଖିବା ଦରକାର। କାହିଁକି ନା ବୁଢ଼ାପା ସମସ୍ତଙ୍କ ପାଇଁ ଦିନେ ନିଶ୍ଚୟ ଆସିବ। ଯିଏ ଆଜି ବାଳକ କାଲିକି ଯୁବକ ହେବ ଓ ପରଦିନ ଯବାନ ଏବଂ ଆଗକୁ ବୁଢ଼ାପା ସ୍ୱୀକାର କରିବାକୁ ପଡ଼ିଥାଏ। ମିତ୍ର, ଯିଏ ଯାହା କଲେ ମଧ୍ୟ ଏଥିରେ କାହାର ମନ ମାନି ଚଳିବ ନାହିଁ। ଏମିତି ନୁହେଁ ଯେ କୌଣସି ବ୍ୟକ୍ତି ଧନବାନ ଅଟେ, ସେ କିଛି ଲାଞ୍ଚ ଦେଲେ ତା ଉପରେ ବୁଢ଼ାପାର କୌଣସି ପ୍ରଭାବ ପକାଇବ ନାହିଁ। ଏମିତି ନୁହେଁ କେହି ଜଣେ ବଡ଼ ବାହାଦୁର, ଲୋକମାନେ ତାକୁ ଡରୁଛନ୍ତି, ତେଣୁ ବୁଢ଼ାପା ତାକୁ ଡରି ତା ପାଖକୁ ମାଡ଼ିବନି। ଯିଏ ଯେତେ ଜ୍ଞାନୀ, ଧନୀ ଓ ବଳଶାଳୀ ଓ ଗୁଣଶାଳୀ ହେଲେ ମଧ୍ୟ ସମସ୍ତେ ନିଜ ସ୍ଥାନରେ ସ୍ଥିର ରହିଯିବେ ଯେତେବେଳେ ବୁଢ଼ାପା ତୁମ ପାଖକୁ ଆସିଯିବ। ମିତ୍ର, ଏଥିପାଇଁ ଆପଣ ସମସ୍ତଙ୍କୁ ଏହି କଥା ଅତି ଧ୍ୟାନର ସହ ଶୁଣିବା ଦରକାର। ସମସ୍ତେ ଏହି କଥା ଅବଶ୍ୟ ବୁଝିଯିବେ ଯେ ମିତ୍ର, ବୃଦ୍ଧାବସ୍ଥାରେ ପିଲାମାନେ କାହିଁକି ଛାଡ଼ି ଚାଲି ଯାଇଥାନ୍ତି। ତେଣୁ ଭିଡ଼ିଓଟିକୁ ଅତି ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଶୁଣନ୍ତୁ। ନମସ୍କାର ମିତ୍ର, ଆପଣ ସମସ୍ତଙ୍କୁ ହୃଦୟରୁ ଅନୁରୋଧ କରେ ଏହି କଥାକୁ ଶୁଣିବା ପୂର୍ବରୁ କମେଣ୍ଟରେ ହର ହର ମହାଦେବ ଲେଖି ଭିଡ଼ିଓକୁ ଏକ ଲାଇକ୍ ନିହାତି କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରି ଦିଅନ୍ତୁ, ଯେତେବେଳେ ଆଗାମୀ ଦିନମାନଙ୍କରେ ଆସୁଥିବା ଏହିଭଳି ପ୍ରାଚୀନ କଥା ଆପଣଙ୍କ ନିକଟରେ ସର୍ବପ୍ରଥମେ ପହଞ୍ଚି ପାରିବ। ମିତ୍ର, ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ କାହାଣୀ ଶୁଣାଇବା ଆରମ୍ଭ କରନ୍ତି। ସେ କହନ୍ତି, ହେ ଗୌରୀ, ପୁରୁଣା କାଳର କଥା, ଗୋଟିଏ ଗାଁରେ ଗୋଟିଏ ବହୁତ ବଡ଼ ବରଗଛ ଥିଲା। ସେହି ଗଛରେ ରହିବା ପାଇଁ 1000 କିଲୋମିଟର ଦୂରରୁ ପକ୍ଷୀମାନେ ଆସୁଥିଲେ। ଆଉ ସବୁ ପକ୍ଷୀ ଦିନଯାକ ସେଠାରେ କିଲୋଲ କିଲୋଲ କରୁଥିଲେ। ଅର୍ଥାତ୍ ପୁରା ଜଙ୍ଗଲର ପକ୍ଷୀ ସେହି ବରଗଛ ପାଖକୁ ନିଜର ବିଶ୍ରାମ ପାଇଁ ଯାଉଥିଲେ। କିଛି ପକ୍ଷୀମାନଙ୍କର ତ ସେହି ଗଛ ତ ସ୍ଥାୟୀ ନିବାସ ଥିଲା। ସେଇ ଗଛ ଉପରେ ବସି ସବୁ ପକ୍ଷୀ ଅପାର ଆନନ୍ଦ ଅନୁଭବ କରୁଥିଲେ। ମିତ୍ର, ଯେତେବେଳେ ଭଗବାନ ଶଙ୍କର କହିଲେ, ହେ ଗୌରୀ, ଯେତେବେଳେ କୌଣସି ସ୍ଥାନରେ ବା କୌଣସି ଜାଗାରେ ଆମେ ବହୁ ସମୟ ପର୍ଯ୍ୟନ୍ତ ରହିଲେ ଆମେ ସେଠାରେ ଅଭ୍ୟସ୍ତ ହୋଇଯାଉଥାଉ। ଏହିଭଳି ସେଠାରେ ରହିଥିବା ସମସ୍ତ ପକ୍ଷୀଙ୍କୁ ସେହି ବରଗଛ ଉପରେ ମୋହ ହୋଇଯାଇଥିଲା। ପୁଣି ଭଗବାନ ଶଙ୍କର କହିଲେ, ଗୋଟିଏ ଦିନର କଥା, ସେହି ଗାଁରେ ମରୁଡ଼ି ପଡ଼ିଗଲା। କେତେ ବର୍ଷ ଯାଏଁ ବର୍ଷା ହେଲା ନାହିଁ। ଗୋଟିଏ ଦିନ ଏମିତି ସମୟ ଆସିଲା, ସେହି ବରଗଛ ଶୁଖି ପୁରା ମୂର୍ଚ୍ଛିତ ହେବାକୁ ଲାଗିଲା। ସେହି ବରଗଛ ମଧ୍ୟ ପାଣି ନ ମିଳିବା କାରଣରୁ ଶୁଖିବା ପାଇଁ ଲାଗିଲା। ସବୁ ପକ୍ଷୀ ଧୀରେ ଧୀରେ ସେହି ବରଗଛକୁ ଛାଡ଼ିଯିବା ପାଇଁ ଲାଗିଲେ। ଯେତେବେଳେ ସେହି ବରଗଛ ପୁରା ଶୁଖିଗଲା, ତାର ଡାଳପତ୍ର ସବୁ ଝଡ଼ି ତଳେ ପଡ଼ିଗଲା। ଯେତେବେଳେ ସେହି ଗଛରେ ଥିବା ସମସ୍ତ ପକ୍ଷୀ ସେହି ଗଛକୁ ତ୍ୟାଗ କରି ଅନ୍ୟତ୍ର ଚାଲିଗଲେ, ମିତ୍ର, ଆଗକୁ ଭଗବାନ ଶଙ୍କର କହିଲେ, ହେ ଗୌରୀ, କେବଳ ଗୋଟିଏ ବୃଦ୍ଧା ପକ୍ଷୀ ସେହି ଗଛ ଉପରେ ଏକୁଟିଆ ରହିଗଲା। ସେ ଦେଖିଲା ଗୋଟେ ଗୋଟେ କରି ସବୁ ପକ୍ଷୀ ସେହି ଗଛ ଉପରୁ ଚାଲିଗଲେ। କିଛି ପକ୍ଷୀ ସେହି ବୃଦ୍ଧା ପକ୍ଷୀକୁ ଯିବାକୁ କହିଲେ, କିନ୍ତୁ ସେ ବୃଦ୍ଧା ପକ୍ଷୀ ଯିବା ପାଇଁ ସିଧା ସିଧା ମନା କରିଦେଲା। ସେହି ବୃଦ୍ଧା ପକ୍ଷୀ ଭାବିଲା, ଏହି ଗଛ ହିଁ ମୋର ଜନ୍ମସ୍ଥାନ। ଏଠାରେ ଖେଳିକୁଦି ମୁଁ ବଡ଼ ହୋଇଛି। ମୋ ଜୀବନର ସମସ୍ତ ସୁଖ ମୋତେ ଏହି ବରଗଛ ହିଁ ଦେଇଛି। ଯେତେବେଳେ ଆଜି ଏହି ବୃକ୍ଷ ଉପରେ ବିପତ୍ତି ଆସିଛି, ଏହି ବିପତ୍ତି ସମୟରେ ମୁଁ ଏହି ବୃକ୍ଷକୁ ଛାଡ଼ି ଏକୁଟିଆ କିପରି ଯାଇପାରିବି? ଏହି ବୃକ୍ଷ ମୋତେ ପାଳି ପୋଷି ବଡ଼ କରିଛି, ସୁଖ ଦୁଃଖରେ ମୋ ସାଥ ଦେଇଛି। ମୋ ଉପରେ ସେହି ବୃକ୍ଷର ଉଦ୍ଧାର ଅଛି। ମୁଁ ମରିଗଲେ ମଧ୍ୟ ଏହି ବୃକ୍ଷକୁ ଛାଡ଼ି ଯିବି ନାହିଁ। ମିତ୍ର, ଆଗକୁ ଭଗବାନ ଶଙ୍କର କହିଲେ, ହେ ଗୌରୀ, ସେହି ଲୋକମାନେ ଅତ୍ୟନ୍ତ ହତଭାଗ୍ୟ ଯେଉଁମାନେ ନିଜର ବାପା ମାଆଙ୍କୁ ବୃଦ୍ଧା ଅବସ୍ଥାରେ ଛାଡ଼ି ଚାଲିଯାଆନ୍ତି କିମ୍ବା ବିଦେଶରେ ନିଜର ସୁଖପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ଘରେ ନିଜର ବୃଦ୍ଧଜନଙ୍କୁ ଭୁଲି ଯାଆନ୍ତି। ଏହିପରି ସନ୍ତାନକୁ ଧିକ୍କାର ଅଟେ।
ଯିଏ ବୃଦ୍ଧାବସ୍ଥାରେ ନିଜର ବାପା ମାଙ୍କର ସାହାରା ହୋଇପାରନ୍ତି ନାହିଁ। ଥରେ ଭାବ, ଯେତେବେଳେ ତୁମେ ଅସହାୟ ଥିଲ, ଯେତେବେଳେ ତୁମେ କମଜୋର ଥିଲ, ଯେତେବେଳେ ତୁମେ ରୋଗରେ ପଡ଼ିଥିଲ, ସେତେବେଳେ କ'ଣ ତୁମର ବାପା ମା ତୁମକୁ ଛାଡ଼ି ଚାଲି ଯାଇଥିଲେ? ଯେତେବେଳେ ତୁମେ କାହା ସାଙ୍ଗରେ ଝଗଡ଼ା କରୁଥିଲ, କ'ଣ ସେତେବେଳେ ତୁମର ବାପା ମା ତୁମକୁ ଏକୁଟିଆ ଛାଡ଼ି ଚାଲି ଯାଇଥିଲେ? ଯେତେବେଳେ ତୁମର ବାପା ମାଙ୍କୁ କୌଣସି ଭଲ ଜିନିଷ ଖାଇବା ପାଇଁ ଇଚ୍ଛା ହେଉଥିଲା, ସେତେବେଳେ ସେହି ଜିନିଷ ତୁମକୁ ଛାଡ଼ି ସେମାନେ ଏକୁଟିଆ ଖାଉଥିଲେ କି? ଯେତେବେଳେ ଆଜି ସେମାନେ ବୃଦ୍ଧ ହୋଇଗଲେ, ତୁମକୁ ତାଙ୍କ ଉପରେ ଘୃଣା ଆସୁଛି କାହିଁକି? ତୁମ ପାଇଁ ସେମାନେ ଏତେ କରିଛନ୍ତି, କ'ଣ ତୁମେ ତାଙ୍କ ପାଇଁ ଏତିକି ଟିକେ କରିପାରିବନି ଯେ ତାଙ୍କର ବୃଦ୍ଧାବସ୍ଥାରେ ତାଙ୍କର ଲାଠି ବା ସାହାରା ବାଡ଼ି ହୋଇଯାଅ? ପୁଣି ଆଗକୁ ଭଗବାନ ଶଙ୍କର କହିଲେ, ହେ ଗୌରୀ, ସେଇ ବୁଢ଼ୀ ପକ୍ଷୀ ମରିବା ପର୍ଯ୍ୟନ୍ତ ସେହି ବରଗଛର ସାଥ ଛାଡ଼ିବନି ବୋଲି ଶପଥ ନେଲା। ଦିନ ଏମିତି ହୋଇଗଲା, ସେହି ବୃକ୍ଷର ଅବସ୍ଥା ସାଂଘାତିକ ହୋଇଗଲା। ପୋକମାନେ ମଧ୍ୟ ସେହି ଗଛକୁ ଖାଇବା ପାଇଁ ଲାଗିଲେ। ସେହି ବୁଢ଼ୀ ପକ୍ଷୀ ଦିନଯାକ ଏପଟ ସେପଟ ହୋଇ ନିଜର ଭୋଜନ ଯୋଗାଡ଼ୁଥିଲା ଏବଂ ସନ୍ଧ୍ୟା ହେବା ମାତ୍ରେ ସେହି ଶୁଖିଲା ଗଛ ଉପରେ ବିଶ୍ରାମ କରୁଥାଏ। ଏହିଭଳି ଭାବରେ କେତେ ମାସ ବିତିଗଲା। ଭଗବାନ ଶଙ୍କର କହିଲେ, ହେ ଗୌରୀ, ଯେଉଁ ପକ୍ଷୀମାନେ ସେହି ଗଛକୁ ଛାଡ଼ି ଚାଲି ଯାଇଥିଲେ, ସେମାନେ ଭାବିଲେ ବୁଢ଼ୀ ପକ୍ଷୀମା ଏବେ ବି ସେହି ଶୁଖିଲା ଗଛ ଉପରେ ରହୁଛି। ଚାଲ ଆମେ ଯିବା ସେହି ବୁଢ଼ୀମାକୁ ବୁଝାଇ ଆମ ସାଙ୍ଗରେ ଏଠାକୁ ଆଣିବା। ଏହା ଭାବି କେତେ ପକ୍ଷୀ ସେହି ବରଗଛ ପାଖକୁ ଗଲେ ଏବଂ ସେହି ବୁଢ଼ୀ ପକ୍ଷୀକୁ ନିଜ ସହିତ ଯିବା ପାଇଁ ବୁଝାଇଲେ। ସେମାନେ କହିଲେ, ହେ ପକ୍ଷୀମା, ତୁମେ କାହିଁକି ଏହି ଶୁଖିଲା ଗଛ ଉପରେ ବସିଛ? ଏହି ଗଛର ଜୀବନ ସରିଗଲାଣି। ମଲା ସାଙ୍ଗରେ ମରିବା କେଉଁଠାର ବୁଝାମଣା? ବୃକ୍ଷ ସମ୍ପୂର୍ଣ୍ଣ ଶେଷ ହୋଇଗଲାଣି। ପୋକମାନେ ତାକୁ ଖାଉଛନ୍ତି। କୋଉଦିନ ପବନରେ ଏ ଗଛ ତଳେ ପଡ଼ିଯିବ। ତାପରେ ତୁମେ କେଉଁଆଡ଼େ ଯିବ? ସେଠାରେ ସବୁ ପକ୍ଷୀ ପହଞ୍ଚି ସେହି ବୁଢ଼ୀ ପକ୍ଷୀକୁ କହିଲେ, ହେ ବୁଢ଼ୀମା, ବିଦ୍ୱାନ ଲୋକ କହିଛନ୍ତି ଶତ୍ରୁ, କର୍ଜ, ଅଗ୍ନି, ରୋଗ ଏହି ଚାରିଟିକୁ ସମୟ ପୂର୍ବରୁ ଚାପିଦେବା ଦରକାର। ଯିଏ ସେମାନଙ୍କର ସମାଧାନ ନ କରିପାରେ, ତାର ଅକାଳ ମୃତ୍ୟୁ ହୁଏ। ଠିକ୍ ଏହି ପ୍ରକାରର ତୁମକୁ ବି ଏହି ଗଛକୁ ଛାଡ଼ି କେଉଁ ଭଲ ସ୍ଥାନକୁ ଯିବା ଦରକାର। ଆଗକୁ ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ କହିଲେ, ହେ ଗୌରୀ, ସମସ୍ତ ପକ୍ଷୀ ବୁଝାଇବା ପରେ ମଧ୍ୟ ବୁଢ଼ୀ ପକ୍ଷୀ ସେହି ଗଛକୁ ଛାଡ଼ିବା ପାଇଁ ପ୍ରସ୍ତୁତ ହେଲା ନାହିଁ। ଆଉ କହିଲା, ଭାଇମାନେ, ଏହି ଗଛ ମୋ ବାପା ମା ସହିତ ସମାନ ଅଟେ। ମୋ ବାପା ମା ମୋତେ ଜନ୍ମ ନେଇ ଏ ଗଛ ଉପରେ ଛାଡ଼ି ଚାଲି ଯାଇଥିଲେ। ସେମାନେ ଯିବା ପରେ ମୁଁ ଏହି ଗଛରେ ଖେଳିକୁଦି ବଡ଼ ହୋଇଛି। ଜୀବନର ସମସ୍ତ ସୁଖ ମୁଁ ଏହି ଗଛଠାରୁ ପାଇଛି। ପିଲାଦିନଠାରୁ ବୃଦ୍ଧା ଯାଏଁ ମୁଁ ଏହି ବୃକ୍ଷ ସାଥିରେ ବିତାଇଛି। ଏହି ଅସୁବିଧା ସମୟରେ ମୁଁ କିଭଳି ଏହି ଗଛର ସାଥ ଛାଡ଼ି ଚାଲିଯିବି? ଏହା ସବୁଠୁ ବଡ଼ ନିଜର କର୍ଜ ହେବ। କାହିଁକି ନା କୁହାଯାଇଛି, ଭକ୍ତ, ସେବକ ଏବଂ ଶରଣାଗତ ଯିଏ କହିଥାଏ, ମୁଁ କେବଳ ଆପଣଙ୍କର। ଏହି ଲୋକଙ୍କୁ ବିପଦ ପଡ଼ିଲେ ସେମାନଙ୍କୁ ଛାଡ଼ିବା କଥା ନୁହେଁ। ଯିଏ ଏମାନଙ୍କୁ ସଙ୍କଟରେ ପଡ଼ିଲେ ଛାଡ଼ି ଚାଲିଯାଏ, ତାଙ୍କୁ ବଡ଼ ପାପ ଲାଗିଥାଏ। ଯିଏ ତାଙ୍କୁ ଲାଳନ ପାଳନ କରିଛନ୍ତି, ସୁଖ ଦୁଃଖରେ ତାଙ୍କର ସାଥ ହୋଇ ଛିଡ଼ା ହୋଇଛନ୍ତି, ଏହିଭଳି ବାପା ମାଙ୍କୁ ଯେଉଁମାନେ ଛାଡ଼ି ଚାଲିଯାଆନ୍ତି, ସେମାନେ ଜଘନ୍ୟ ପାପର ଭାଗୀଦାରୀ ହୋଇଥାନ୍ତି। ଏହିଭଳି ସନ୍ତାନମାନଙ୍କୁ କେବେ ହେଲେ ମନୁଷ୍ୟ ଯୋନିରେ ଜନ୍ମ ମିଳିନଥାଏ। ସେହି ପକ୍ଷୀ କହିଲା, ମୁଁ ମୋ ମୃତ୍ୟୁ ପର୍ଯ୍ୟନ୍ତ ଏହି ଗଛ ସାଥିରେ ରହିବି। ଆପଣମାନେ ସମସ୍ତେ ଏଠାରୁ ଯାଆନ୍ତୁ। ମୁଁ ଏଠାରୁ ଯିବିନି। ମୁଁ ଯିବାକୁ ବି ଚାହୁଁନି। ମିତ୍ର ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ କହିଲେ, ହେ ଗୌରୀ, ସେହି ବୃଦ୍ଧା ପକ୍ଷୀର କଥା ଶୁଣି ସବୁ ପକ୍ଷୀ ନିରାଶ ହୋଇ ସେଠାରୁ ଫେରିଯାଆନ୍ତି। କେତେକ ପକ୍ଷୀ କହିବାକୁ ଲାଗିଲେ, ଭାଇ, ଏହି ବୁଢ଼ୀ ପକ୍ଷୀର ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି, ତେଣୁ ତାକୁ ବୁଝାଇଲେ ଭଲ ଲାଗୁନି। ପରଦିନ ପୁଣି କିଛି ପକ୍ଷୀ ତାକୁ ବୁଝାଇବାକୁ ଆସିଲେ, କିନ୍ତୁ ପୁଣି ସେହି ବୁଢ଼ୀ ପକ୍ଷୀ ଯିବା ପାଇଁ ମନା କରିଦେଲା। ଆଗକୁ ପୁଣି ଭଗବାନ ଶଙ୍କର କହିଲେ, ହେ ଗୌରୀ, ସମସ୍ତ ପକ୍ଷୀ ସେଠାରୁ ନିରାଶ ହୋଇ ଭଗବାନ ଇନ୍ଦ୍ରଙ୍କ ପାଖକୁ ଗଲେ ଓ ଭଗବାନ ଇନ୍ଦ୍ରଙ୍କୁ ସବୁ କଥା କହିଲେ କି, ହେ ଭଗବାନ, ଆମେ ଯେଉଁ ବନରେ ରହୁଛୁ ସେଠାରେ କେବେଠୁ ବର୍ଷା ହୋଇନି। ପୁରା ଗାଁ ପାଣିରୁ ବଞ୍ଚିତ ରହିଛି।
ସବୁ ଗଛଲତା ଶୁଖିଗଲାଣି। ସେହି ଗାଁର ସବୁ ଲୋକ ତଥା ପଶୁପକ୍ଷୀ ସବୁ ଗଛପତ୍ର ଛାଡ଼ି ଅନ୍ୟତ୍ର ଚାଲିଗଲେଣି। କିନ୍ତୁ ଦୁଃଖର କଥା, ଯେଉଁ ବରଗଛରେ ଆମେ ସମସ୍ତେ ରହୁଥିଲୁ, ସେହି ଗଛରେ ଗୋଟିଏ ବୃଦ୍ଧା ପକ୍ଷୀ ମା ମଧ୍ୟ ରହୁଥିଲା। ଆମେ ତ ସମସ୍ତେ ଚାଲି ଆସିଲୁ, କିନ୍ତୁ ସେହି ବୁଢ଼ୀ ପକ୍ଷୀ ଏବେ ବି ସେ ଗଛରେ ଅଛି। ସେ ସେହି ଗଛଠାରୁ ଅଲଗା ହେବାକୁ ହିଁ ଚାହୁଁନି। ବୃକ୍ଷ ମଧ୍ୟ ଶୁଖିଗଲାଣି, କେତେବେଳେ ଭାଙ୍ଗି ତଳେ ପଡ଼ିଯିବ। ଆମେ ସମସ୍ତେ ତାକୁ ବୁଝାଇବାକୁ ଯାଇଥିଲୁ, କିନ୍ତୁ ସେ ଆମ କଥା ବୁଝିବା ପାଇଁ ନାରାଜ। ସେ ସେହି ଗଛକୁ ଛାଡ଼ିବା ପାଇଁ ସିଧା ସିଧା ମନା କରୁଛି। ସେ କହୁଛି, ମରିବା ପର୍ଯ୍ୟନ୍ତ ସେହି ଗଛର ସାଥ ଦେବି। ହେ ଭଗବାନ, ଆପଣ ନିଜେ ଯାଇ ତାକୁ ବୁଝାନ୍ତୁ। ହୁଏତ ଆପଣ କହିଲେ ଆପଣଙ୍କର କଥା ସେ ମାନିବ। ଭଗବାନ ଶଙ୍କର କହିଲେ, ହେ ଗୌରୀ, ପକ୍ଷୀମାନଙ୍କର ନିବେଦନକୁ ଇନ୍ଦ୍ରଦେବ ସ୍ୱୀକାର କଲେ ଏବଂ ଇନ୍ଦ୍ରଦେବ ସେହି ପକ୍ଷୀମାନଙ୍କ ସହିତ ସେହି ଗାଁକୁ ଯାଇ ସେହି ବୁଢ଼ୀ ପକ୍ଷୀକୁ ବୁଝାଇବାକୁ ଲାଗିଲେ। ଇନ୍ଦ୍ରଦେବ କୁହନ୍ତି, ହେ ପକ୍ଷୀରାଣୀ, ମୁଁ ଇନ୍ଦ୍ରଦେବ ତୁମକୁ ବୁଝାଇବାକୁ ଆସିଛି। ଏହି ବୃକ୍ଷ ବର୍ତ୍ତମାନ ବହୁତ ସଙ୍କଟାପନ୍ନ ସ୍ଥିତିରେ। ଏଥିରେ ଛାୟା ପାଇଁ ଗୋଟିଏ ହେଲେ ପତ୍ର ନାହିଁ। ଆଉ ଆପଣ ବି ବହୁତ ବୁଢ଼ୀ ହୋଇଗଲେଣି। କେଉଁଦିନ ଏହି ବୃକ୍ଷ ପଡ଼ିଯିବ ତ ଆପଣଙ୍କର ମୃତ୍ୟୁ ହୋଇଯିବ। ସେଥିପାଇଁ ଏହି ବୃକ୍ଷକୁ ଛାଡ଼ି କେଉଁ ସୁରକ୍ଷିତ ଜାଗାକୁ ଚାଲିଯାଆନ୍ତୁ। ମିତ୍ର, ଆଗକୁ ଭଗବାନ ଶଙ୍କର କହିଲେ, ହେ ଗୌରୀ, ଇନ୍ଦ୍ରଦେବଙ୍କର କଥା ଶୁଣି ବୁଢ଼ୀ ପକ୍ଷୀ କହିଲା ଯେ, ହେ ଭଗବାନ, ଗୋଟିଏ କଥା କୁହନ୍ତୁ। ଯେତେବେଳେ ମୋର ଜନ୍ମ ହୋଇଥିଲା, ସେତେବେଳେ ମୋ ବାପା ମା ମୋତେ ଏହି ଗଛ ଉପରେ ଛାଡ଼ି ସ୍ୱର୍ଗ ଚାଲିଯାଇଥିଲେ। ମୁଁ ଯେତେବେଳେ ଅସହାୟ ଥିଲି, ଏହି ବୃକ୍ଷ ମୋତେ ପାଳି ପୋଷି ବଡ଼ କଲା। ମୁଁ ୟା ଉପରେ ଖେଳିକୁଦି ସମସ୍ତ ସୁଖ ପାଇଛି। ଏହି ଗଛରେ ରହି ମୁଁ ବୁଢ଼ୀ ହୋଇଗଲି। ଏହି ଗଛରେ ମୋର ପୁରା ଜୀବନ ବିତିଗଲା। ଆଜି ଯେତେବେଳେ ଏହି ଗଛ ଉପରେ ବିପତ୍ତି ପଡ଼ିଲା, ମୁଁ କିପରି ଏ ବୃକ୍ଷକୁ ଛାଡ଼ି ଚାଲିଯିବି? ଅଧିକାଂଶ ଲୋକ ଏଇଆ କରନ୍ତି। ବିପତ୍ତି ବା ଗରିବତା ଆସିଲେ ସମ୍ପର୍କୀୟ, ଭାଇ, ବନ୍ଧୁ, ନିଜ ଲୋକ ଛାଡ଼ି ଚାଲିଯାଆନ୍ତି। ମୁଁ ସେମାନଙ୍କ ପରି ସ୍ୱାର୍ଥପର ନୁହେଁ। ମୁଁ ମରିବା ପର୍ଯ୍ୟନ୍ତ ମୋ ବାପା ମା ସମାନ ଏହି ଗଛର ସାଥ ଦେବି। ଆଗକୁ ଭଗବାନ ଶିବ କୁହନ୍ତି, ହେ ଗୌରୀ, ସେହି ପକ୍ଷୀର ଏପରି ଅଦ୍ଭୁତ ପ୍ରେମ ଦେଖି ଇନ୍ଦ୍ରଦେବ ବହୁତ ପ୍ରସନ୍ନ ହେଲେ। ହେ ପକ୍ଷୀରାଣୀ, ମୁଁ ତୁମକୁ ବରଦାନ ଦେବାକୁ ଚାହୁଁଛି। କୁହ, ତୁମକୁ କ'ଣ ଦରକାର? ସେତେବେଳେ ସେ ପକ୍ଷୀ କହିଲା, ଭଗବାନ, ଯଦି ଦେବାକୁ ଚାହୁଁଛନ୍ତି, ତେବେ ମୋତେ କୌଣସି ବରଦାନ ଦରକାର ନାହିଁ। ମୁଁ ଏହି ବରଗଛକୁ ବରଦାନ ଦିଅନ୍ତୁ, ଯେପରି ଏ ବୃକ୍ଷ ସବୁଜ ପତ୍ରରେ ପରିପୂର୍ଣ୍ଣ ହୋଇଯାଉ, ଏହାର ଆୟୁ ବଢ଼ିଯାଉ। ମୁଁ ତ ଏମିତିରେ ବୁଢ଼ୀ ହୋଇଗଲାଣି, ଆଉ ମାତ୍ର ଏ ଦୁନିଆର ଅଳ୍ପ ଦିନର ଅତିଥି। ମୋ ପରେ ଏହି ଗଛର ଛାୟାରେ ହଜାର ହଜାର ପକ୍ଷୀ ସୁଖୀ ହୋଇପାରିବେ। ସମସ୍ତଙ୍କର ଭଲ ହେଲେ ସେଥିରେ ମୁଁ ଖୁସି ହେବି। ଆଗକୁ ଭଗବାନ ଶଙ୍କର କହିଲେ, ହେ ଗୌରୀ, ସେହି ପକ୍ଷୀର ଏପରି କଥା ଶୁଣି ଇନ୍ଦ୍ରଦେବ ସେହି ବରଗଛକୁ ଜୀବିତ କରାଇଦେଲେ। ତାର ଦେହ ସବୁଜ ପତ୍ରରେ ପରିପୂର୍ଣ୍ଣ ହୋଇଗଲା, ଆଉ ପୁରା ଗାଁରେ ପାଣିର ବର୍ଷା କରାଇଦେଲେ। ସେହି ଗାଁର ସବୁ ଗଛଲତା ସବୁଜ ଶସ୍ୟ ଶ୍ୟାମଳ ହୋଇଗଲା। ସବୁଆଡ଼େ ସବୁଜତା ବ୍ୟାପିଗଲା। ଯେଉଁ ମନୁଷ୍ୟ, ପଶୁ, ପକ୍ଷୀ ସେହି ଗାଁକୁ ଛାଡ଼ି ଚାଲିଯାଇଥିଲେ, ସେମାନେ ପୁଣି ଥରେ ଫେରିଆସିଲେ। ସବୁ ଲୋକ ଆଉଥରେ ବିଲବାଡ଼ି କାର୍ଯ୍ୟ କରିବାକୁ ଲାଗିଲେ। ପୁଣି ସବୁଆଡ଼େ ସବୁଜ ଶସ୍ୟରେ ଭରିଗଲା। ଆଉଥରେ ସବୁ ପକ୍ଷୀ ସେହି ବରଗଛରେ ରହିବା ପାଇଁ ଆସିଗଲେ। ସେହି ଗାଁର ଲୋକ ଆଉ ଅନ୍ୟ ପକ୍ଷୀମାନେ ସେହି ବୁଢ଼ୀ ପକ୍ଷୀ ମା'ର ବହୁ ସେବା କରିବାକୁ ଲାଗିଲେ। ତା ପାଇଁ ଖାଦ୍ୟ ପାଣି ସବୁ ସେଠାରେ ନେଇ ଦେଉଥିଲେ। ଏହିଭଳି ଭାବରେ ସେହି ପକ୍ଷୀର ଶେଷ ଜୀବନ ସୁଖରେ ସୁଖରେ ବିତିଗଲା। ମିତ୍ର, ଆଗକୁ ଭଗବାନ ଶଙ୍କର କହିଲେ, ହେ ଗୌରୀ, ଏହି କଥାରୁ ମନୁଷ୍ୟ ଏହା ଶିଖିବା ଦରକାର କି ନିଜ ଲୋକଙ୍କର ଖରାପ ସମୟରେ କଦାପି ହାତ ଛାଡ଼ିବା ଉଚିତ ନୁହେଁ। ଖାସ୍ କରି ଯିଏ ତୁମକୁ ଜନ୍ମ ଦେଇଛି, ସେହି ମା'ର, ଆଉ ପାଳନ ପୋଷଣ କରି ବଡ଼ କରିଥିବା ସେହି ବାପାଙ୍କର, ଯିଏ ତୁମର ଜନ୍ମଦାତା। ତୁମକୁ ଲାଳନ ପାଳନ କରିବାରେ ସେମାନେ ବହୁତ କଷ୍ଟ କରିଛନ୍ତି। ତାଙ୍କର ବୃଦ୍ଧା ସମୟରେ ଆପଣ ତାଙ୍କର ସାହାରା ନ ହେଲେ ଆପଣଙ୍କର ଏହି ଜୀବନ କେଉଁ କାମକୁ ନୁହେଁ। ସେଥିପାଇଁ ମିତ୍ର, ବୃଦ୍ଧାବସ୍ଥାରେ
सर्वदा निज बापा माँकर सेवा करबा दरकार। एहाद्वारा मृत्यु परे आमको अधिक दुखर सामना करबा पई पड़िबो नाही। जेउ व्यक्ति निज बापा माँकर सेवा जत्न आदौ करनथाए से जीवन रे सर्वदा गरीब होई रही थाए। निज बापा माँकर सर्वदा सेवा करिथिबा लोक जीवन रे केबे भी गरीब हुए नाही तथा निज बापा माँ रहिथिबा पर्यंत से सर्वदा सुख अनुभव करिथाए। सांग माने एही भली भाबरे भगवान शंकर माता पार्वती को कहिथिले कि वृद्धावस्था पिला माने काहेकि निजर बापा माँ को छाड़ी दियंती। आपण माने जानी पारिथिबे आजिर एही भिडियोटी को। आशा करुछि आपण मानकु एही कथाटी पसंद आसीथिबो। पसंद आसिले भिडियोटी को लाइक करी चैनल को सब्सक्राइब करि दियंतु और कमेंट रे हर हर महादेव लिखि माता पार्वती मध्य लिखि दियंतु।